ଆକାଶ ଛୁଆଁ ହେଉଛି ସୁନା ଦର। ଗରିବଙ୍କ ପାଇଁ ସୁନା କିଣିବା ଗୋଟିଏ ପ୍ରକାର ସ୍ୱପ୍ନ ପାଲଟିଛି। ତେବେ ଆଜିକା ତାରିଖରେ ସାରା ବିଶ୍ୱରେ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦାମ ସହିତ ଲୋକଙ୍କ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଲୋକମାନେ ସୁନା ଅଳଙ୍କାର କିଣିବାକୁ ପସନ୍ଦ କରନ୍ତି। ସେହିପରି କିଛି ଲୋକ ଏହାକୁ ନିବେଶ ପାଇଁ ଏକ ଭଲ ବିକଳ୍ପ ଭାବରେ ବିବେଚନା କରନ୍ତି। ଭୂ ରାଜନୈତିକ ଅସ୍ଥିରତା ଯୋଗୁଁ ସୁନା ମୂଲ୍ୟରେ ପରିବର୍ତ୍ତନ ଘଟୁଛି। ଅନେକ କାରଣ ଯୋଗୁଁ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ଟିକସ, ଆମଦାନୀ ଶୁଳ୍କ ଏବଂ ବଜାର ଚାହିଦା ଅନ୍ତର୍ଭୁକ୍ତ ଆଦି ପାଇଁ ସୁନାର ରେଟ୍ ବୃଦ୍ଧି ପାଏ। ହେଲେ ଆଜି ବି ଏପରି ଦେଶ ଅଛି ଯେଉଁଠି ସୁନା ମୂଲ୍ୟ ବହୁତ କମ୍। ଏହି ଦେଶଗୁଡ଼ିକ ସୁନା କ୍ରୟ ପାଇଁ ପ୍ରମୁଖ କେନ୍ଦ୍ର ପାଲଟିଛି। ଯେତେବେଳେ ସୁନା କଥା ଆସେ, ଲୋକଙ୍କ ମନରେ ପ୍ରଥମେ ଦୁବାଇର ନାମ ଆସିଥାଏ, କାରଣ ଏଠାରେ ଶସ୍ତା ମୂଲ୍ୟରେ ଭଲ ସୁନା ମିଳେ। ଦୁବାଇ ଏପରି ଏକ ଦେଶ ଯେଉଁଠାରେ ସୁନା କିଣିବା ଉପରେ କୌଣସି ଟିକସ ଦେବାକୁ ପଡ଼େ ନାହିଁ। ସେଥିପାଇଁ ଦୁବାଇରେ ସୁନାର ଚାହିଦା ସର୍ବଦା ବହୁତ ଅଧିକ ଥାଏ, କାରଣ ବିଭିନ୍ନ ଦେଶର ଲୋକମାନେ ସୁନା କିଣିବାକୁ ପସନ୍ଦ କରନ୍ତି। ଦୁବାଇର ଦେଇରେ ସିଟି ସେଣ୍ଟରକୁ ସୁନାର କେନ୍ଦ୍ର କୁହାଯାଏ। ସେଠାରେ ବହୁତ ଭଲ ସୁନା ମିଳୁଥିବାରୁ ଭାରତୀୟ ସେଲିବ୍ରିଟି ମାନେ ମଧ୍ୟ ଏଠାକୁ ଆସି ସୁନା କିଣିବାକୁ ପସନ୍ଦ କରନ୍ତି। ଦେଇରା ସହରରେ ତିଆରି ସୁନା ଅଳଙ୍କାର ବହୁତ ଆକର୍ଷଣୀୟ। ଏଠାକାର କାରିଗରମାନେ ସୁନା ଅଳଙ୍କାରକୁ ବହୁତ ସୁନ୍ଦର ଭାବରେ ତିଆରି କରିଥାନ୍ତି। ବ୍ୟୁରୋ ରିପୋର୍ଟ, ସୀତାରାମ ଟିଭି ଓଡ଼ିଆ।